ବନ୍ଧୁ ଆଉ ଏକ ନୂତନ ଅଧ୍ୟାୟକୁ ଆପଣ ମାନଙ୍କୁ ସ୍ଵାଗତ। ତମେ କୁଆଡେ ବମ୍ବେ ଦିଲ୍ଲୀ ଯାଇକି ଅଛ? ପାଖକୁ ଟିକେ ଆସ। ହଁ ଯିବ କାହିଁ କାଟୁଛ ସାପ ଭଳିଆ? ସବୁ ଡାକିଲ ପାଖକୁ। ଆଉ ପାଖକୁ ଆସିବା ପାଇଁ ଗଲେ ଯିବ କାଢିବା ପାଇଁ ଗଲେ ସାପ ଭଳିଆ। ହଉ ପ୍ରଶ୍ନ ଉତ୍ତର ଦବ। ନମସ୍କାର ଦେଶ ବନ୍ଧୁ, ଜୟ ଜଗନ୍ନାଥ। ଓ ତମର ପାଳିଟା ଥିଲା କି? ଆଉ ମୁଁ କହିବିନି? ମୁଁ ନ କହିଲେ ଦର୍ଶକ ମାନେ ଶୁଣିବେ? ଓ ଦଶ। ଆଚ୍ଛା କଣ ଦି ଜଣ ଗରମ ମିଶି ଲାଗୁଛି? ନା ଦି ଜଣ ମିଶେଇ କହିବେ ନା ଆଉ। ଓହୋ। ଆଚ୍ଛା ପ୍ରଶ୍ନ ଉତ୍ତର ଦବ, ରେଡି? ପଚାର, ତମେ ଯେବେ କଣ ଭାରି କଷ୍ଟ କୋଶ୍ଚିନ୍ ପଚାରୁଛ। ହଉ। ନିଜେ ଲେଖିଲେ ମେଞ୍ଚେ କୋଶ୍ଚିନ୍ ଲେଖୁଛ କଷ୍ଟ। କେଉଁ ଗଛର ଫଳ କେହି ଖାଆନ୍ତି ନାହିଁ କିନ୍ତୁ ସେଥିରୁ ତେଲ ବାହାରେ? କେଉଁ ଗଛର ଫଳ କେହି ଖାଆନ୍ତିନି କିନ୍ତୁ ସେଥିରୁ ତେଲ ବାହାରେ? ସତରେ ନା କଣ? ଖାଆନ୍ତିନି କିନ୍ତୁ ତେଲ ବାହାରେ। ସେଇଟା ହଉଛି ପୋଲାଙ୍ଗ ଗଛର ଫଳ। ପୋଲାଙ୍ଗ? ହଁ, ପୋଲାଙ୍ଗ ତେଲ ନାହିଁ କି? ଜଡା? ହଁ ଜଡା ହବ। ଜବା ଗଛ, ଗବା ଗଛ? ଗବା ଗଛ, ଗବ ଗଛ। ମୁଁ ପୋଲାଙ୍ଗ ତେଲ ଟା ମୋ ମନକୁ ଆସିଲା କହିଲି। ଏବେ ଏଇଟା ବି ହେଇପାରିବ, ଜବରଦସ୍ତି ହବ ମାନେ ହବ। କିଏ ମନା କରୁଛି କି? ସମସ୍ତଙ୍କୁ ହଉଛି। ହଉ ନେକ୍ସଟ। ସିଏ କିଏ ଯେ ସାରା ଜୀବନ କାମ କରେ କିନ୍ତୁ କେବେ ଦରମା ନିଏନି? ମୁଁ ନିଜେ। ତମେ ନିଜେ? ହଁ, ମୁଁ କାମ କରୁଛି ଦିନ ରାତି 24 ଘଣ୍ଟା କିନ୍ତୁ ଦରମା ମତେ କିଏ ଦଉନାହାନ୍ତି। ଦରମା ଦବା କଥା କହିଲେ କହୁଛନ୍ତି ତୋ ସ୍ୱାମୀ, ତୋ ଝିଅ, ତୋ ପୁଅ। ଦରମା କଣ ନବୁ? ହଉ ଠିକ ଅଛି। ଆଉ ଏଥରକ ମୁଁ କରିବି ସବୁ କାମ। ଆଉ ତମେ ତ କାମ କଲେ ଗୋଟେ ଜାଗାରେ ଉଠିବାର ନାହିଁ, ଖାଇବା ଭୁଲି ଯାଉଛ, ଆଉ ଘର କାମ କରିବ। ହଉ ଦଉଛି, ମଜାକରେ କହୁଛି ମୁଁ ବୋଲି। ଏମିତି କିଏ କାମ କରେ ଯିଏ ଦରମା ନିଏନି? ସାରା ଜୀବନ ସେ କାମ କରେ କିନ୍ତୁ ଦରମା ନିଏ ନାହିଁ। କିଏ ସେ କାମ କରେ? କୁକୁର? କୁକୁର କଣ କାମ କରେ? ସେ ଯୋଉଠି ଖାଇବ ସେଠି ରହିବ, ତା ଖାଇବାଟା ଦରମା। ଆଉ ସେ କିନ୍ତୁ ଦରମା ନିଏନି, ସାରା ଜୀବନ କାମ କରେ। ଘଣ୍ଟା? ଠିକ ଉତ୍ତର। ଠିକ ଟି? ଏମିତି କେଉଁ ଜିନିଷ ଯାହାକୁ ଗରମ କରିଲେ ସେ ତରଳିବା ବଦଳରେ ଶକ୍ତ ହେଇଯାଏ? ଏମିତି ଜିନିଷ ଗରମ କରିବା ବଦଳରେ ଗରମ କଲେ ତାକୁ ଗରମ କଲେ ସେ ତରଳେନି, ଆଉ ଓଲଟି ଶକ୍ତ ହେଇଯାଏ? ଏମିତି କୋଉ ଜିନିଷ ଅଛି? ଅଛି। ଗରମ କଲେ ଟାଣ ହେଇଯିବ? ତାକୁ ଯେତେ ଗରମ କରିବ ସେ ସେତେ ଟାଣ ହେଇଯିବ। ଗରମ କଲେ ଟାଣ ହେଇଯିବ ନା? ଗରମ କଲେ ଶକ୍ତ ହେଇଯିବ କିନ୍ତୁ ଆଗରୁ ନରମ ଥିବ। ଏମିତି କୋଉଠି? ରୁଟି? ରୁଟି ନରମ ଥାଏ କି? ଆଉ ଗରମ କଲେ ଟାଣ ହେଇଯିବ, ଏମିତି କି ଜିନିଷ? ଗରମ କଲେ ସେ ଟାଣ ହେଇଯିବ। ଅଠା? କିଛି ଅଠା ନୁହଁ। ଗରମ କଲେ ଆସିବନି? ନିଜେ ବନାଅ କିନ୍ତୁ ଆସିବନି। ନିଜେ ବନାଏ? ମୁଁ ବନାଏ? ହଁ। ଅଣ୍ଡା। ଓହୋ କଣ ଭଲ ଲାଗିବ ଶୁଣିବାକୁ? ହଁ ଭଲ ଲାଗୁଛି ତ। ଶୀତ ଲାଗିଲା ଭଳିଆ ହଉଛି। ଛୋଟିଆ ପ୍ରେମେ ବାହାରକୁ ଯାଉନି। ମାନେ ମୁଁ ଦେଖୁଛି ଆମେ ଭିଡିଓ ବନେଇବା ଭିତରେ ଆମ ସାଉଣ୍ଡ ଯେତିକି ଶୁଣା ଯାଉନି
ଏମାନଙ୍କର କେହି କେହି ବେଶୀ ଶୁଣା ଯାଉଛି। ଚେ 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 ସେ କିଏ ଯାହାର ଗୋଟିଏ ବି ହାଡ ନାହିଁ, ହାଡ ହଁ। କିନ୍ତୁ ସେ ମଣିଷକୁ ହଇରାଣ କରିଦିଏ। ହାଡ ନାହିଁ ମଣିଷକୁ ହଇରାଣ କରିଦିଏ। ତା ଦେହରେ ହାଡଟିଏ ନାହିଁ କିନ୍ତୁ ମଣିଷକୁ ହଇରାଣ କରିଦିଏ। ପୁରା ବଢିଆ ଆନ୍ସର ଆର। ତା ଶରୀରରେ ଗୋଟିଏ ବି ହାଡ ନାହିଁ କିନ୍ତୁ ମଣିଷକୁ ହଇରାଣ କରିଦିଏ। କରିଦିଏ। କେତେ ଜୋରେ ଚିଲଉଛନ୍ତି। କୋଉ ଜିନିଷ ଯାର ହାଡ ନାହିଁ? ପଛ ଠିଆ ହେଇନା, ପଛକୁ କାଇଁ ଛିଡା ହଉନି କହିଲ? ଗଳି ପଡିବ କାଳେ ଗଳି ପଡିବି। ନାଇଁ ଗଳିବନି, ମୁଁ ଅଛି, କୋଟିଏ ଟଙ୍କିଆର ସମ୍ପତ୍ତି ଟା ନଷ୍ଟ ହେଇଯିବ ନା ନାଇଁ? ମୁଁ ଅଛି ମୁଁ ଭିଡି ଆଣିବି। ଆଉ କହୁଛି ରହିଥାଅ, ଏମିତି କୋଉ ଜିନିଷ? ତା ଶରୀରରେ ଗୋଟିଏ ବି ହାଡ ନାହିଁ କିନ୍ତୁ କାର୍ଟୁନ। ମଣିଷକୁ ହଇରାଣ କରିଦିଏ। ମଣିଷକୁ ହଇରାଣ କରିଦିଏ। ମଶା ମଶା। ଠିକ କଥା। ଠିକ କେତେଟା ପ୍ରଶ୍ନ ହେଲା? ଏ ପ୍ରଭୁ, କେତେଟା ପ୍ରଶ୍ନ ହେଲା? ସେଇଟା ମୁଁ ଆଜି କାଉଣ୍ଟ କଲି। କାଉଣ୍ଟ କଲେ କହୁଛ ଦୋଷ ଦଉଛ, କାଉଣ୍ଟ ନ କଲେ ବି ଦୋଷ ଦଉଛ। ଫାଷ୍ଟ ପ୍ରଶ୍ନ କଣ ଥିଲା? ଫାଷ୍ଟ ପ୍ରଶ୍ନଟା ଥିଲା କୋଉ ଗଛର ମଞ୍ଜି ଖାଆନ୍ତି ନାହିଁ କିନ୍ତୁ ତେଲ ବାହାରେ? ଲାଷ୍ଟ ପ୍ରଶ୍ନ ପଚାରୁନ। କେଉଁ ଜିନିଷକୁ, ଏଇଟା ବୋଧେ ପଚାରିଥିଲି ତମକୁ ଆଗରୁ। ସେ କେଉଁ ରାଜା ଯାହାର ନା ମହଲ ଅଛି ନା ସେନା? ରାଜା। ସେ ଗୋଟେ ରାଜା, ତାକୁ ରାଜା ସମସ୍ତେ କହନ୍ତି, ସେ ରାଜା କିନ୍ତୁ ନା ତାର ମହଲ ଅଛି ନା ସେନାବାହିନୀ ଅଛି? ମାନେ ରାଜମହଲ ଅଛି ନା ସେନାବାହିନୀ ଅଛି? ସିଂହ। ଜଙ୍ଗଲର ରାଜା। ଆଉ ସବୁ ପ୍ରଶ୍ନ ସରିଗଲା, ହାତ ଯୋଡା ହେଇଗଲା। ଦର୍ଶକ ବନ୍ଧୁ, ଆଜିର ସମସ୍ତ ଯାକ କ୍ୱେଶ୍ଚିନ୍ ସରିଯାଇଛି। ଆପଣ ମାନଙ୍କୁ କ୍ୱେଶ୍ଚିନ୍ ଗୁଡିକ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାବରେ ଜଣେଇବେ, ଜମା ଭୁଲିବେନି। ଆଉ ଭିଡିଓକୁ ଟିକେ ଲାଇକ୍ ସେୟାର କରିବେ, ଆଉ ଆପଣଙ୍କ ଦୟା ଯଦି ହୁଏ ଟିକେ ସବସ୍କ୍ରାଇବ କରିବେ, ଆଉ ଆପଣ ମାନଙ୍କର ଭଲ ପାଇବା ଆଶୀର୍ବାଦ ମୋ ଉପରେ ଏମିତି ରଖୁଥିବେ। ଆଜି ପାଇଁ ଏତିକି, ନମସ୍ତେ, ଭଲରେ ଥାଆନ୍ତୁ ସମସ୍ତେ।